ବ୍ରହ୍ମପୁର ଗୋଳନ୍ତେରା ଥାନା ଅଧୀନ ହଳଦିଆ ପଦ ନିକଟରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିବା ଘଟଣାରେ ପୋଲିସ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ବଡସାହିର ରଞ୍ଜନ ସାହୁ ଓ ମୁରଲୀ ସେଠୀକୁ ଗିରଫ କରିଛି। ଏଥିସହ ଲୁଟ୍ ସୁନା କିଣୁଥିବା ଅଭିଯୋଗରେ ବୋରତାଳର ଗୋବର୍ଦ୍ଧନ ନାୟକକୁ ମଧ୍ୟ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ଗୋଟିଏ କେଟିଏମ୍ ମୋଟରସାଇକେଲ, 3ଟି ମୋବାଇଲ ଫୋନ, 48,000 ଟଙ୍କା ସମେତ କିଛି ସୁନା ଅଳଙ୍କାର ଜବତ କରାଯାଇଛି। ରାଜ୍ୟରେ ପଶ୍ଚିମ ଝଡ଼ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଇନ୍ଫୋସିଟି ଥାନା ପୁଲିସ କିଟ୍ ବିଶ୍ୱବିଦ୍ୟାଳୟର 5 ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ସୁରକ୍ଷା କର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା ଏବଂ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ କୁମାର ଚମ୍ପତି ଓ ସୁଧୀର କୁମାର ଅର୍ଥ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡମବେଡା ପଞ୍ଚାୟତ କିତାବେଡା ଗ୍ରାମରେ ଡାହାଣୀ ସନ୍ଦେହରେ କକା ଓ ଖୁଡୀଙ୍କୁ କୁରାଢିରେ ହାଣି ହତ୍ୟା କଲା ପୁତୁରା। ମୃତ କକା ଖୁଡୀ ଦେବେନ୍ଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ଚମ୍ପା ନାୟକ ହୋଇଥିବା ବେଳେ ବିଶୋଇ ଥାନା ପୁଲିସ ହତ୍ୟାକାରୀ ଅଜୟ ନାୟକକୁ ବାଙ୍ଗିରିପୋଷି ଅଞ୍ଚଳରୁ ଗିରଫ କରି ତଦନ୍ତ ଚଳାଇଛି। କେନ୍ଦୁଝର ଜିଲ୍ଲା 49 ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିକଟରେ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏକ ଦୁର୍ଘଟଣାଗ୍ରସ୍ତ ଟଲରରୁ 34ଟି ଗୋରୁ ଉଦ୍ଧାର ଏବଂ ଡ୍ରାଇଭର ସମେତ 3 ଜଣ ଗୋ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଟଲରଟି ଏକ ବାଇକକୁ ଧକ୍କା ଦେଇ ରାସ୍ତା ଡିଭାଇଡର ଉପରକୁ ଚଢି ଯାଇଥିଲା। ବଲାଙ୍ଗୀର ଜିଲ୍ଲା 20 ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ନିକଟସ୍ଥ ସର୍ଭିସ ରୋଡରେ ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍। ତେବେ ଦୁର୍ଘଟଣାରେ ଟ୍ରକ୍ ଚାଳକ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକଟି ସିମେଣ୍ଟ ନେଇ ରାୟରଙ୍ଗପୁର ଯାଉଥିଲା। ବଲାଙ୍ଗୀର ଜିଲ୍ଲା ପାଟଣା ଅବକାରୀ ଥାନା ଅଧୀନ କଣ୍ଟିଆପଡା, ଭଗପଶି ଓ ବଲାଣୀପଶି ଗ୍ରାମରେ ଅବକାରୀ ବିଭାଗର ଚଢଉ ବେଳେ 31 ଲିଟର ଚୋରା ଦେଶୀ ମହୁଲି ମଦ ଜବତ ସହ ମହୁଲି ମଦ ବିକ୍ରି ଅଭିଯୋଗରେ 2 ଜଣ ପୁରୁଷ ଓ ଜଣେ ମହିଳା ଗିରଫ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳର ପାଣି ସାଉଁଲି ଛକ ନିକଟରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ଏକ ବରଯାତ୍ରୀ ବସ୍। ତେବେ 50ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ 10ରୁ ଅଧିକ ବରଯାତ୍ରୀ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଏବଂ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ଥିବା ବେଳେ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। କୋରାପୁଟ ଜିଲ୍ଲା ବିସିଂପୁର ନିକଟରେ ଛିଡା ହୋଇଥିବା କାଠ ବୋଝେଇ ଟ୍ରକର ପଛପଟୁ ପିଟିଲା ବାଇକ୍। ଏଥିରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି। ସମସ୍ତ ବୋଦାଗୁଡା ଅଞ୍ଚଳର ହୋଇଥିବା ବେଳେ ସେମାନେ ବାଇକ୍ ଯୋଗେ ଏକ ବିବାହ ଭୋଜିରେ ଯୋଗ ଦେଇ ପାରୁଥିଲେ।
ଏବଂ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତରେ ଦୀର୍ଘ 8 ମାସ ହେଲା କାମ କରୁନି ବିଏସ୍ଏନ୍ଏଲ୍ ନେଟୱାର୍କ। ଫଳରେ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ବିଏସ୍ଏନ୍ଏଲ୍ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି। Preview.